ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ ନମସ୍କାର। ରୋମୀ ଠାରୁ ଫିଲିମନ ଭିତରେ ପାଉଲଙ୍କର ଯେଉଁ ଅନୁଗ୍ରହ ସୁସମାଚାର ଅଛି ସେଟା ପୂର୍ବ ସମୟରେ କେବେ ବି ପ୍ରକାଶିତ ହେଇନଥିବାଟା ତାଙ୍କୁ କୁହାହେଇଛି। କ'ଣ କ'ଣ ତାଙ୍କୁ କୁହାହେଇଛି ଆଉ କ'ଣ କ'ଣ ପୂର୍ବରୁ ଲୁଚିଥିଲା ସେ ଉପରେ ଟିକେ ମୁଁ ଆପଣମାନଙ୍କ ସହିତ ଆଲୋଚନା କରିବି। ମାନେ ପାଉଲଙ୍କର ଅନୁଗ୍ରହ ସୁସମାଚାର ସବୁଠାରୁ ଗୁପ୍ତ ଥିଲା। ଖାଲି ଗୋଟେ ୱାର୍ଡରେ ତ ଆମେ ବୁଝିପାରୁନୁ କ'ଣ କ'ଣ ଗୁପ୍ତ ଥିଲା। ତେଣୁ ସେଇ ଟପିକ୍ ଟିକେ ଆମେ ଆଲୋଚନା କରିବା। ତ ତା ପୂର୍ବରୁ ପ୍ରାର୍ଥନା କରିବା। ଧନ୍ୟବାଦ ପ୍ରଭୁ, ସମୟ ଦେଲ ଆଉ ବାକ୍ୟର ଅନେକ ନିଗୁଡ଼ ତତ୍ତ୍ୱ ଆମକୁ ଏହି ପ୍ରକାର ଭାବରେ ଜାଣିବାର ଅଛି ଯଦ୍ୱାରା କି ଆମେ ବାକ୍ୟର ସତ୍ୟ ଜାଣିବା ଦ୍ୱାରା ବିଶ୍ୱାସ ଜୀବନରେ ବଢ଼ିପାରିବ। ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଛୁ, ଆମେନ୍। ତ ଯେମିତି ଆମେ ଆଲୋଚନା କରୁଛୁ କି ପାଉଲ ଯେଉଁ ନିଗୁଡ଼ ତତ୍ତ୍ୱ ପାଇଛନ୍ତି, କେତେଟା ଗୁପ୍ତ ବାକ୍ୟ ପାଇଛନ୍ତି, ଆକ୍ଚୁଆଲି କ'ଣ କ'ଣ ଗୁପ୍ତ ତାଙ୍କୁ ମିଳିଛି। ତ ମୁଁ ଯଦି କହିବି ଆପଣମାନଙ୍କୁ, ସେ ପ୍ରକୃତରେ ମୁଁ କଲେକ୍ସନ୍ କରିଛି ଯେ 12ଟି ଗୁପ୍ତ କଥା ପାଉଲଙ୍କୁ ଅନୁଗ୍ରହ ସମୟରେ ମିଳିଛି। ତ ସେଇଟା ଆମେ ଗୋଟେ ଗୋଟେ ଦେଖିବା। ଆପଣମାନେ ରେଫରେନ୍ସ ନିଜେ ପଢ଼ିବେ, ସମୟ ବେଶୀ ହେଇଯିବ ଯଦି ପଢ଼ି ପଢ଼ି ଆଲୋଚନା କରିବା। ତ ପ୍ରଥମ ହେଉଛି ଅନୁଗ୍ରହ ସୁସମାଚାର। ଦେଖନ୍ତୁ, ଅନୁଗ୍ରହ ତ ତା ପୂର୍ବରୁ ବି ଅଛି କହିଲେ ଚଳେ, ଯେମିତିକି ନହ ଅନୁଗ୍ରହ ପାଇଲେ ବୋଲି ଲେଖା ଅଛି। ତ ଅନୁଗ୍ରହ ସୁସମାଚାର ଅଲଗା। ସେଟା କ'ଣ ନା ଯୀଶୁଙ୍କର ମୃତ୍ୟୁ, ସମାଧି, ପୁନରୁତ୍ଥାନ ବାକ୍ୟ ଦ୍ୱାରା ଖ୍ରୀଷ୍ଟଙ୍କ ଶରୀର ରୂପ ମଣ୍ଡଳୀ ତିଆରି ହେବ ଏବଂ ସ୍ୱର୍ଗ ଯିବ। ଏହି ବାକ୍ୟ କାହାକୁ କୁହାଯାଇ ନଥିଲା। ଯଦି ବି ମୃତ୍ୟୁ ଉପରେ ବା ପୁନରୁତ୍ଥାନ ଉପରେ ଯୀଶୁଙ୍କର ଭାବବାଣୀ ଅଛି, କିନ୍ତୁ ସେଇ ଯୀଶୁଙ୍କର ମୃତ୍ୟୁ, ସମାଧି, ପୁନରୁତ୍ଥାନ ଦ୍ୱାରା ସ୍ୱର୍ଗ ଯିବା ମଣ୍ଡଳୀ ବିଷୟରେ ଗୁପ୍ତ ଥିଲା। ତେଣୁ ଏହି ବିଷୟ ମଧ୍ୟ ବା ଅନୁଗ୍ରହ ସୁସମାଚାର ମଧ୍ୟ ଗୁପ୍ତ ଅଟେ, ଯାହାକି ପ୍ରଥମ କରନ୍ତି 15 ପର୍ବ 1ରୁ 4ରେ ଆମେ ପାଇବା। 2. ଇସ୍ରାଏଲ ସୁସମାଚାର ସ୍ଥଗିତ। ଏ ପ୍ରକୃତରେ ମୁଁ ବି ଆଶ୍ଚର୍ଯ୍ୟ ହୁଏ ଯେତେବେଳେ ବାଇବେଲ ପଢ଼ିଲି ଯେ ଇସ୍ରାଏଲ ମାନଙ୍କର ବାକ୍ୟ ସ୍ଥଗିତ ହେଲା ବୋଲି କେବଳ ପାଉଲ କହନ୍ତି, ଅନ୍ୟ କେହି କହିନାହାନ୍ତି। ଇସ୍ରାଏଲ ମାନଙ୍କର ରାଜ୍ୟ, ଯାହାକି ଆମେ ରାଜ୍ୟର ସୁସମାଚାର କହୁ, ବ୍ୟବସ୍ଥା ସୁସମାଚାର କହୁ, ରୀତିନୀତି କହୁ, ଯାହାକି ନୂତନ ପୃଥିବୀରେ ସ୍ଥାପିତ ହେବ, ତାହା କେବଳ ପାଉଲଙ୍କ ଦ୍ୱାରା ପ୍ରକାଶ ପାଇଲା କି ସେହି ସୁସମାଚାର ସ୍ଥଗିତ ହେଇଛି, ପୋଷ୍ଟପୋଣ୍ଡ ହେଇକି ଅଛି, ମାନେ ବନ୍ଦ ହେଇଛି। କୋଉଠି ଲେଖା ଅଛି ନା ରୋମୀ 11:25 ଲେଖା ଅଛି, ଏଇଟା ସ୍ଥଗିତ ଅଛି, ସେଇ ବାକ୍ୟ ଚାଲି ନାହିଁ, ବନ୍ଦ ଅଛି ବୋଲିକି। ନଚେତ ଆମେ କ'ଣ ଭାବିଥାନ୍ତୁ, ସବୁ ବାକ୍ୟ ସମାନ ବୋଲିକି ଭାବିଥାନ୍ତୁ। ଆଉ ଲୋକମାନେ ଆଜି ବି ଭାବୁଛନ୍ତି ଏଇ ସତ୍ୟ ଜାଣିନାହାନ୍ତି ବୋଲି, ସ୍ଥଗିତ ଅଛି ବୋଲିକି। ତ ଆମକୁ ଜାଣିବାକୁ ପଡ଼ିବ। ତାପରେ 3 ନମ୍ବର, ଅନୁଗ୍ରହ ମଣ୍ଡଳୀ ସ୍ୱର୍ଗାରୋହଣ କରିବ। ଅନୁଗ୍ରହ ମଣ୍ଡଳୀ ସ୍ୱର୍ଗାରୋହଣ କରିବ ବୋଲିକି କେବଳ ପାଉଲଙ୍କ ଦ୍ୱାରା ପ୍ରକାଶ ପାଇଲା। ଆଜି ଆମେ ଅଭ୍ୟାସଗତ ଭାବରେ ଖ୍ରୀଷ୍ଟାନ ହେଇଛୁ ବୋଲି ସବୁ ଖ୍ରୀଷ୍ଟାନ ସ୍ୱର୍ଗ ହଉଛୁ, କିନ୍ତୁ ସବୁ ଖ୍ରୀଷ୍ଟାନ, ସବୁ ଈଶ୍ୱରଙ୍କର ଲୋକମାନଙ୍କ ନିମନ୍ତେ ସ୍ୱର୍ଗ ଶେଷ ଜାଗା ନୁହେଁ, ନୂତନ ପୃଥିବୀ ମଧ୍ୟ ଅଟେ। ତେଣୁ ସେଇ ଧାରାରେ ପ୍ରାଞ୍ଜଳ ଭାବରେ ଆଲୋଚନା କଲେ କେବଳ ପାଉଲଙ୍କ ଦ୍ୱାରା ପ୍ରକାଶ ପାଇଲା ଯେ ଅନୁଗ୍ରହ ସୁସମାଚାରର ଲୋକମାନେ ସ୍ୱର୍ଗକୁ ଯିବେ। ପ୍ରଥମ କରନ୍ତି 15 ପର୍ବ 51ରୁ 53 ଭିତରେ ଆମେ ଏଗୁଡ଼ାକ ପାଇବା। ତାର ପରେ ହେଉଛି 4 ନମ୍ବର, ସଜାତି ଓ ବିଜାତି ମାନଙ୍କୁ ନେଇ ନୂତନ ମଣିଷ। ସଜାତି ଓ ବିଜାତି ମାନଙ୍କୁ ନେଇ ନୂତନ ମଣିଷ ମାନେ ଅନେକ ଦଳର ଲୋକମାନଙ୍କୁ, ସଜାତି ବି ମହାସଂଖ୍ୟା, ବିଜାତି ବି ମହାସଂଖ୍ୟା, ଏମାନେ ମିଶିବା ଦ୍ୱାରା ଗୋଟେ ମଣିଷ ଭାବରେ ଗଠନ କରାଯିବା ବାକ୍ୟ କେବଳ ପାଉଲଙ୍କ ଦ୍ୱାରା ଆପଣ ପାଇବେ। ନଚେତ ତା ପୂର୍ବ କିମ୍ବା ପରେ ଗୋଟିଏ ମଣିଷ ବୋଲି ଗ୍ରହଣ କରାଯିବ ନାହିଁ, ଅନେକ ବିଶ୍ୱାସୀ ବୋଲି କୁହାଯିବ ରାଜ୍ୟର ସୁସମାଚାରରେ। କିନ୍ତୁ ଅନୁଗ୍ରହ ସୁସମାଚାରରେ ସଜାତି ବିଜାତି ମାନଙ୍କୁ ନେଇ ଯେଉଁ ମଣ୍ଡଳୀ ତିଆରି ହେବ ସେଟା ଗୋଟିଏ ମଣିଷ ବୋଲି କୁହାଯିବ, ଅନେକ ବିଶ୍ୱାସୀ ବୋଲି କୁହାଯିବ ନାହିଁ।
ତେଣୁ ଏଫିସି 2 ପର୍ବ 14-16 ଭିତରେ ଆପଣ ଏହାକୁ ପାଇବେ। ଗୋଟେ ମଣିଷ ବୋଲି ବା ନୂଆ ମଣିଷ ଲେଖା ଅଛି। ପଞ୍ଚମ ହେଉଛି ଖ୍ରୀଷ୍ଟ ଆମଠାରେ ବାସ କରନ୍ତି। ଖ୍ରୀଷ୍ଟ ଆମ ମଧ୍ୟରେ ବାସ କରନ୍ତି। ଦେଖନ୍ତୁ ତା ପୂର୍ବରୁ କ'ଣ ହେଉଥିଲା ଯେ ପୁରାତନ ନିୟମରେ ନିୟମ ସିନ୍ଦୁକରେ ସେ ଦେଖାଉଥିଲେ, ସମାଗମ ତମ୍ବୁରେ ଦେଖାଉଥିଲେ, କିମ୍ବା ଯିବା ଆସିବା କରୁଥିଲେ, କିମ୍ବା ଯୀଶୁ ଆସିଲା ପରେ ମଲା ପରେ ସ୍ୱର୍ଗାରୋହଣ କଲେ, ଏମିତି ସବୁ। କିନ୍ତୁ ପାଉଲ ଆଉ ଗୋଟେ ସିକ୍ରେଟ୍ ବିଷୟ କହନ୍ତି, ଯେଉଁଟାକି 5 ନମ୍ବରରେ ଆସୁଛି, ଯେଉଁଟାକି ଖ୍ରୀଷ୍ଟ ଆମଠାରେ ବାସ କରନ୍ତି ବୋଲି। ସେଟା ମଧ୍ୟ ଅନୁଗ୍ରହରେ। ତା ଆପଣମାନେ ପାଇବେ କଲୋସୀ 1:27 ଆଉ 6 ନମ୍ବର ଦେଖନ୍ତୁ, ସ୍ୱର୍ଗ ଓ ପୃଥିବୀ ଯୀଶୁଙ୍କ ଠାରେ ଏକ କରିବା। ସ୍ୱର୍ଗ ଓ ପୃଥିବୀ ଯୀଶୁଙ୍କ ଦ୍ୱାରା ଏକ କରିବା, ଏଇଟା ମଧ୍ୟ ଗୁପ୍ତ ବିଷୟ, ଯାହାକି ପାଉଲ ହିଁ କହନ୍ତି। ସ୍ୱର୍ଗ ସମସ୍ୟା, ପୃଥିବୀ ସମସ୍ୟା, ଏଇଟା ଅନ୍ୟାନ୍ୟ ପୁସ୍ତକରେ ବି ଅଛି। କିନ୍ତୁ ସ୍ୱର୍ଗ ଆଉ ପୃଥିବୀ ଯୀଶୁଙ୍କ ଦ୍ୱାରା ସମାଧାନ କରାଯିବ, ଏହା କେବଳ ପାଉଲଙ୍କ ଭାଷାରେ, ପାଉଲଙ୍କ ଲେଖା ଦ୍ୱାରା ଜଣାପଡ଼ିଲା, ଯେଉଁଟାକି ଏଫିସି 1 ପର୍ବ 9 ଏବଂ 10 ସେଠି ଆପଣମାନେ ପାଇବେ। ସପ୍ତମ ହେଉଛି ଖ୍ରୀଷ୍ଟଙ୍କ ଶରୀର ରୂପ ମଣ୍ଡଳୀର ବିଶ୍ୱାସୀ ନୂତନ ସ୍ୱର୍ଗରେ ପ୍ରବେଶ କରିବେ। ଖ୍ରୀଷ୍ଟଙ୍କ ଶରୀର ରୂପ ମଣ୍ଡଳୀର ବିଶ୍ୱାସୀମାନେ ନୂତନ ସ୍ୱର୍ଗରେ ପ୍ରବେଶ କରିବେ। ନୂତନ ସ୍ୱର୍ଗ ପ୍ରବେଶ କରିବେ। ନୂତନ ପୃଥିବୀ ହେବା ନୂତନ ସ୍ୱର୍ଗ ବିଷୟ ଲେଖାଯାଏ, କିନ୍ତୁ କିଏ ପ୍ରବେଶ କରିବ ତାହା କେବଳ ପାଉଲ କହନ୍ତି। ସେଟା ଏଫିସି 3 ପର୍ବ 6 ପଦରେ ଆପଣମାନେ ପାଇବେ। ସେଟା 8 ନମ୍ବର ହେଉଛି ମୁକ୍ତି ଦିବସ ପର୍ଯ୍ୟନ୍ତ ପବିତ୍ର ଆତ୍ମା ଆମକୁ ବୈନା ସ୍ୱରୂପ ମୁଦ୍ରାଙ୍କିତ କରିକି ଆମ ସାଙ୍ଗରେ ଅଛନ୍ତି। ମୁକ୍ତି ଦିବସ ପର୍ଯ୍ୟନ୍ତ ଅର୍ଥ ମଣ୍ଡଳୀ ସ୍ୱର୍ଗାରୋହଣ କରିବା ପର୍ଯ୍ୟନ୍ତ ପବିତ୍ର ଆତ୍ମା ଆମକୁ ସିଲ୍ ମାରିଛନ୍ତି, ବୈନା ସ୍ୱରୂପ ଆମକୁ ସିଲ୍ କରିକି ଆମ ସାଙ୍ଗରେ ରହିଛନ୍ତି। ଏହା କେବଳ ପାଉଲ କହନ୍ତି, ଅନ୍ୟ କେହି ନୁହେଁ। ଲୋକ କେଉଁ ମଣ୍ଡଳୀ ସ୍ୱର୍ଗାରୋହଣ କରିବ ତାହା ବି ଜାଣନ୍ତି ନାହିଁ। ସମସ୍ତେ ଯିବୁ ବୋଲି କହନ୍ତି, କିନ୍ତୁ ରାଜ୍ୟର ସୁସମାଚାର ସ୍ୱର୍ଗକୁ ଯାଏ ନାହିଁ, ରେପ୍ଚରରେ ଯାଏ ନାହିଁ। କେବଳ ଅନୁଗ୍ରହ ସୁସମାଚାର ଲୋକ ରେପ୍ଚରରେ ଯାଏ। ସେତିକି ପର୍ଯ୍ୟନ୍ତ ପବିତ୍ର ଆତ୍ମା ଆମ ସାଙ୍ଗରେ ଥାଆନ୍ତି, ବୈନା ସ୍ୱରୂପେ ଆମକୁ ମୁଦ୍ରାଙ୍କିତ କରିକି ଅଛନ୍ତି ବୋଲିକି ଏଫିସି 1:13 ଏବଂ 14 ଆପଣମାନେ ପାଇବେ। 9 ନମ୍ବର ପଏଣ୍ଟ ହେଉଛି ଶୈତାନର ଅଧର୍ମର ନିଗୁଡ଼ ତତ୍ତ୍ୱ। ଶୈତାନର ଅଧର୍ମର ନିଗୁଡ଼ ତତ୍ତ୍ୱ, ଏଇଟା ଗୋଟେ କେମିତି ଆପଣମାନେ ଚେଷ୍ଟା କରନ୍ତୁ ବୁଝିବା ପାଇଁ। ମୁଁ କହୁଛି, ଶୈତାନ ମଧ୍ୟ ଗୋଟେ ଭୁଲ ଡକ୍ଟ୍ରିନ୍, ଭୁଲ ମତବାଦ ନେଇ ଲୋକମାନଙ୍କୁ ଭ୍ରାନ୍ତ କରିବ। ଅନୁଗ୍ରହ ସୁସମାଚାର ଲୋକମାନେ ଜାଣିପାରିବେ ନାହିଁ। ତେଣୁ ସେଇଟା ମଧ୍ୟ ଗୋଟେ ଶୈତାନ ଯେଉଁ ଆଣିବ, ଭୁଲ ଡକ୍ଟ୍ରିନ୍ ଲୋକମାନଙ୍କୁ ଠକିବ, ସେଇଟା ଗୋଟେ ନିଗୁଡ଼ ତତ୍ତ୍ୱ। ତ ଶୈତାନର ନିଗୁଡ଼ ତତ୍ତ୍ୱରେ ମଧ୍ୟ ପାଉଲ ପ୍ରକାଶ କରନ୍ତି ଯେ ଶୈତାନ ଏମିତି ନିଗୁଡ଼ ତତ୍ତ୍ୱ ଆଣିବ, ମାନେ ଗୁପ୍ତ କଥା ଆଣିବ ଲୋକମାନଙ୍କୁ ଠକିବା ପାଇଁ। ଗୁପ୍ତ କଥା ଆଣିବ ମାନେ କ'ଣ? ଶୈତାନ ଠକିବ ଲୋକମାନଙ୍କୁ ବୋଲି, ଏଇଟା ଗୁପ୍ତ ଥିଲା। ଏଇ ଜିନିଷଟା ପାଉଲ ମଧ୍ୟ ଜାଣିଛନ୍ତି। ଅର୍ଥ ଶୈତାନ ତୁମକୁ ଠକିବ ଆଉ ତୁମକୁ ଭ୍ରାନ୍ତ କରିବ, ଜାଗ୍ରତ ହୋ, ସୁସମାଚାର ଶିଖ। ତେଣୁ ସତର୍କ ବାଣୀ ଦିଅନ୍ତି। ଆଉ ଶୈତାନ ଠକିବାଟା ଗୁପ୍ତ, କୌଣସି ଲୋକ ଜାଣିନାହାନ୍ତି ଶୈତାନଟି ଠକିବ ବୋଲି, କିନ୍ତୁ ପାଉଲ କହନ୍ତି ତାହା ମଧ୍ୟ ଅନୁଗ୍ରହ ସମୟରେ ଲାଗୁ ଅଟେ। ତାହା ଆପଣମାନେ ପାଇବେ 2 ଥେସଲୋନିକେ 2:7। 10 ନମ୍ବର ହେଉଛି ଈଶ୍ୱର ପରାୟଣତା ଗୁପ୍ତ। ମାନେ ଈଶ୍ୱର ପରାୟଣତା ଗୁପ୍ତ ମାନେ କ'ଣ? ଆମେ କେମିତି ଈଶ୍ୱର ପରାୟଣ ହେବା ଦରକାର, ଆମେ କେମିତି ଈଶ୍ୱରଙ୍କୁ ମାନିବା ଉଚିତ, କେମିତି ତାଙ୍କୁ ଗ୍ରହଣ କରିବାର ଅଛି ଅନୁଗ୍ରହ ସମୟରେ, ସେଇ ଜିନିଷ ମଧ୍ୟ ଅନ୍ୟ କାହାରିକୁ କୁହାଯାଏ ନାହିଁ। ତାହା ମଧ୍ୟ କେବଳ ପାଉଲଙ୍କୁ କୁହାଯାଇଛି। ତା ଆପଣ 1 ତିମୋଥୀ 3:16 ପଦରେ ଆପଣ ପାଇବେ। 11 ନମ୍ବର ପଏଣ୍ଟ, ଗୋଟେ ନୂତନ ବିଶ୍ୱାସୀର ନିଗୁଡ଼ ତତ୍ତ୍ୱ। ଦେଖନ୍ତୁ, ନୂତନ ବିଶ୍ୱାସୀକୁ କ'ଣ କ'ଣ ଦାୟିତ୍ୱ ଦିଆଯିବ କି ଦିଆଯିବ ନାହିଁ, କେତେ ସାଙ୍ଗେ ପଦବୀ ଦେବା ଉଚିତ କି ନାହିଁ, ଏଇ କଥା କେବଳ ପାଉଲ କହନ୍ତି।
ନୂତନ ବିଶ୍ୱାସୀକୁ ଏମିତି ବ୍ୟବହାର କରାଯିବ, ଆଉ ପୁରୁଣା ବା ପ୍ରାଚୀନ ଲୋକମାନଙ୍କୁ କେମିତି ବ୍ୟବହାର କରାଯିବ, ସେଇ ଉପରେ ମଧ୍ୟ ପାଉଲ ହିଁ ନିଗୁଡ଼ ତତ୍ତ୍ୱ ପାଆନ୍ତି। ତାହା ସେ ମଧ୍ୟ କହିଛନ୍ତି ପ୍ରଥମ ତିମୋଥୀ 3:9 କହନ୍ତି। 12 ନମ୍ବର ହେଉଛି ଶେଷଟା, ଆମର ସ୍ଥାନ ହେଉଛି ସ୍ୱର୍ଗ। ତ ଆମର ସ୍ୱର୍ଗ ଜାଗା, ଆମର ସ୍ଥାନ ହେଉଛି ସ୍ୱର୍ଗ। ଆମେ ସ୍ୱର୍ଗରେ ପ୍ରବେଶ କରିବା, ସ୍ୱର୍ଗକୁ ଆମେ ଯିବା। ଆଉ ମୁଁ ଯେମିତି କହିଲି, ଆମେ ବାକ୍ୟ ଜାଣିନୁ ବୋଲି ସବୁ ଖ୍ରୀଷ୍ଟିଆନ ସ୍ୱର୍ଗ ସ୍ୱର୍ଗ ହେଉଛନ୍ତି, ସେମିତି ନାହିଁ। ଅନେକ ବିଶ୍ୱାସୀମାନେ ମଧ୍ୟ ପୃଥିବୀରେ ରହିବେ, କିନ୍ତୁ ପାଉଲ ଅନୁଗ୍ରହ ସୁସମାଚାର ଲୋକମାନେ ସ୍ୱର୍ଗ ଯିବେ, ଏଇ ମଧ୍ୟ ନିଗୁଡ଼ ଗୁପ୍ତ ଥିଲା। এটা କିଏ ଜାଣିନଥିଲେ, ପାଉଲଙ୍କ ପାଟିରୁ ହିଁ ପ୍ରକାଶ ପାଇଲା ଏଫେସୀ 2:6-7। ତ ଏଇ ସମସ୍ତ ଘଟଣା ବା ଯେତିକି ଆମେ ପାଉଲଙ୍କର ନିଗୁଡ଼ ତତ୍ତ୍ୱ ଗୋଟେ ଗୋଟେ ଦେଖିଲୁ 12ଟା, এইটা ଆମକୁ ଆତ୍ମିକ ଜୀବନରେ ଆମକୁ ଲକ୍ଷ୍ୟ ସୁଦୃଢ଼ ବିଶ୍ୱାସ ମଜବୁତ କରିବ ଏବଂ ବାକ୍ୟର ଗଭୀରତା ଜାଣିବା ପାଇଁ ମଧ୍ୟ ସାହାଯ୍ୟ କରିବ। ମୁଁ ଆଶା କରୁଛି ଆଜିର ଏହି ସଂକ୍ଷିପ୍ତ ଆଲୋଚନା ଆପଣମାନଙ୍କୁ ବହୁତ ଭଲ ଲାଗିଥିବ। ଆଜି ପାଇଁ ଏତିକି। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ନମସ୍କାର।